नमस्कार जय जगन्नाथ मु स्वागत आपण मान को वेलकम करछि आपण को प्रिय यूट्यूब चैनल स्वागत एडुपार्ट को पुणी थरे आज एक नुआ समाचार आउ किछि नुआ इनफॉरमेशन आउ किछि नुआ डाटा नै कि आपण बाको आस जाइछु तो जहाँकि लेट न कोई आरंभ करियो आज वीडियो जहाँकि देखि कि थंबनेल्स देखि जानि जाइथिबे आज वीडियो मु कहा ऊपर बनाइବାକୁ चाहूछि जहाँकि फर्स्ट जिनस आम कहवाक चाहूँ ओडिशा ट्राइबल लैंग्वेज टीचर एस्पिरेंट जहाँकि गोटे ग्रुप अच्छे ना जोटा कि एसएसडी सेवक सेविकार कोड्र ना एसएसडी सेवक सेविका को छाड़ी आउ गोटे ग्रुप जोटा कि टीएलटी ट्राइबल लैंग्वेज टीचर पे आमर बारी ची और पिला माने लागिଛନ୍ତି केमती ट्राइबल लैंग्वेज टीचर से मानकर हबो और जेहेतु से माने से लैंग्वेज रे प्रोफिशिएंसी अछि स्किल टेस्ट दे कि पास मध्य करछंती तो से माने चाहउछंती सेही लैंग्वेज रे जॉब टे पाइबे तो एथि निमते हमर केतेटी इन्फॉर्मेशन दरकार जहा कि पिला माने बहुत वरीड अछंती ना कोन रहिबो कट ऑफ्स केते जिवो के मानकर सिलेक्शन हबो के मानकर सिलेक्शन हबो नाही तो ସେଥିପାଇଁ ଆଜିର ଏହି ଭିଡ଼ିଓରେ ମୁଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଇନଫର୍ମେସନ୍ ଦେବାକୁ ଚାହୁଁଛି ଯାହାକି ବହୁତ ଗୁଡ଼ିଏ ଲାଙ୍ଗୁଏଜ୍ ବାହାରିଥିଲା କୁଇ କୁବି ସାନ୍ତାଳୀ ସାନ୍ତାଳୀ ତା ସହିତ ପୁଣି ରହିଲା ଆମର ଦେଶିଆ ଗଦବା ତ ବହୁତ ସାରା ଲାଙ୍ଗୁଏଜ୍ ଆମର ଯାହାକି ଅଛି ଟିଏଲଟି ବା ଟ୍ରାଇବାଲ୍ ଲାଙ୍ଗୁଏଜ୍ ଟିଚର୍ ପାଇଁ କେତୋଟି ପୋଷ୍ଟ ନା ଟୋଟାଲି ଅଛି ଆ ଉପରେ 236 ପୋଷ୍ଟଟି ଅଛି ଆଉ ଏଥିରୁ ଗୋଟେ ଜିନିଷ ଯେ ମିନ୍ସ ଯାହାକି ରହିଲା ଆମର ବୋଥ୍ କ୍ଲିୟର କରୁଛନ୍ତି କେତିକି ନା ବୋଥରେ ଅଛନ୍ତି ଆମର 115 ପିଲା ଯାହାକି ଆମର କ'ଣ ଅଛନ୍ତି ଆସ୍ପିରାଣ୍ଟ ଯାହାକି 115 ପିଲା ଯାହାକି ବୋଥରେ ସେବକ ସେବିକା ୱିଥ୍ ଟିଏଲଟି ବୋଥରେ ଏତିକି ପିଲା ଆମର ସିଲେକ୍ଟ ହେଇଛନ୍ତି ତ ମୁଁ କହିବାର ତାତ୍ପର୍ଯ୍ୟ ଏହି ଭିଡ଼ିଓ କରିବାର ତାତ୍ପର୍ଯ୍ୟ ହେଉଛି ଯେଉଁ 115 ପିଲା ଆମର ସିଲେକ୍ଟ ହେଇଛନ୍ତି କିମ୍ବା ତାଙ୍କୁ ଛାଡ଼ିକି ଆଉ ବଳକା ଯେଉଁମାନଙ୍କର ବି ଦେଶୀୟ ଲାଙ୍ଗୁଏଜରେ ଆମର କ'ଣ ନା ଡକୁମେଣ୍ଟ ଭେରିଫିକେସନ୍ ସରିଛି କ'ଣ ସରିଛି ନା ଡକୁମେଣ୍ଟ ଭେରିଫିକେସନ୍ ସରିଛି ବୋଥରେ ଡକୁମେଣ୍ଟ ଭେରିଫିକେସନ୍ ଯେଉଁମାନଙ୍କର ସରିଛି ବା ଆମେ ଯାହାକୁ ଡିଭି କହୁଛୁ ତ ସେଥିରେ ଯେଉଁମାନେ ବି ଯେତେ ସ୍କୋର କରୁଛନ୍ତି ମନେକର ଗୋଟେ ପିଲା ଅଛି ଦେଶିଆ କୋଉଠି ନା ଦେଶିଆରେ ଆମକୁ ଯାହା ବି କିଛି ଇନଫର୍ମେସନ୍ ଅଛି ବଳକା ଦେଶିଆରେ ମନେକର ଗୋଟେ ପିଲା 72 ମାର୍କସ୍ ଆଣିଛି ତ ତମେ ଦେଶିଆ 72 ୱିଥ୍ ମନେକର ପିଲାଟି ତମର ନବରଙ୍ଗପୁରର ତ ନବରଙ୍ଗପୁର ଯାହାକି ଲେଖିକି ଆମକୁ କମେଣ୍ଟ ସେକ୍ସନରେ ଜଣାଅ ଯଦ୍ୱାରା ଆମେ ଗୋଟେ ଟିଏଲଟି ପାଇଁ କେତେ କ'ଣ ପିଲା ଅଛନ୍ତି କ'ଣ ଅଛନ୍ତି ଆଉ କେମିତି ସେମାନଙ୍କୁ ଆମେ ଆଗକୁ ସ୍କୋର କେତେ ରହିବ ସେଫ୍ ରହିବ ଆମେ ଜାଣିପାରିବା ଆଉ ଗୋଟେ ତା ଉପରେ ମଧ୍ୟ କଟ୍ ଅଫ୍ଟା ପ୍ରେଡିକ୍ସନ୍ କରିପାରିବା ତା ଉପରେ ମଧ୍ୟ ଗୋଟେ କଟ୍ ଅଫ୍ଟା କ'ଣ ହବ ନା ଆମର ପ୍ରେଡିକ୍ସନ୍ ହେଇପାରିବ ଯେ ପିଲା ଏତିକି ଅଛନ୍ତି ଯାହାକି ଆମକୁ ଜେନେରାଲି ଇନଫର୍ମେସନ୍ ଦରକାର 115 ପିଲା ଯେଉଁମାନେ କି ଆମର କେଉଁଠି ଟିଏଲଟି ଆଉ ସେବକ ସେବିକା ବୋଥରେ ଅଛନ୍ତି ଆଉ ସେମାନଙ୍କର ପ୍ରାୟ ହାଇ ଚାନ୍ସ ଯେ ସେମାନେ କ'ଣ ହେବେ ନା ଚାକିରିଟେ ଗୋଟେ ପାଇବେ କିନ୍ତୁ ଏଇଠି କହିବାର ଉଦ୍ଦେଶ୍ୟ ହେଉଛି ବହୁତ ପିଲା ଯେଉଁମାନେ ସେବକ ସେବିକା ପାଇଁ ଲାଗି ପଡ଼ୁଛନ୍ତି ଭଲ ସ୍କୋର ବି ଆଣିଛନ୍ତି କିନ୍ତୁ ଆଉ ଗୋଟେ ଜିନିଷ ଆମର ଆଉ ଗୋଟେ ପଏଣ୍ଟ ଅଫ୍ ଭ୍ୟୁ ଅଛି ନା ବହୁତ ପିଲା ଚାହୁଁଛନ୍ତି ଟିଏଲଟି ପିଲାମାନେ ବହୁତ ପିଲା କେଉଁଠି ଯାଆନ୍ତୁ ନା ସେବକ ସେବିକାରେ ଯାଆନ୍ତୁ ସେବକ ସେବିକା ଖାଲି କେବଳ ଯେଉଁମାନେ ସେବକ ସେବିକା ଆପ୍ଲାଏ କରୁଛନ୍ତି କେଉଁଟା ନା ସେବକ ସେବିକା ଖାଲି ଯେଉଁମାନେ ଆପ୍ଲାଏ କରୁଛନ୍ତି ଟିଏଲଟି ଯେଉଁମାନଙ୍କର ନାହିଁ ତ ସେମାନେ ଚାହୁଁଛନ୍ତି କେମିତି ଯେତିକି ପିଲା ବୋଥରେ ଅଛନ୍ତି ସେମାନେ କ'ଣ କରନ୍ତୁ ନା ଟିଏଲଟିରେ ପଳେଇ ଯାଆନ୍ତୁ ସେମାନେ ଲାଗିଛନ୍ତି ସେଇ ଜିନିଷ ପାଇଁ ଆଉ ଯେଉଁମାନେ କେବଳ ଟିଏଲଟିରେ ଅଛନ୍ତି କେଉଁଠି ନା ଯେଉଁ ପିଲାମାନେ କେବଳ ଟିଏଲଟି ପାଇଛନ୍ତି ସେମାନେ ଚାହୁଁଛନ୍ତି ଯେ ଏଇ ପିଲାମାନେ ସେବକ ସେବିକାରେ ପଳାନ୍ତୁ ଯଦ୍ୱାରା କ'ଣ ହେବ ନା ସେବକ ଯେଉଁମାନେ ଟିଏଲଟି ଅଲଗା ଡକୁମେଣ୍ଟ ଭେରିଫିକେସନ୍ ହେଇଥିଲା ସେମାନଙ୍କୁ କିଛିଟା ଚାକିରି ଆଉ ପୋଷ୍ଟଟା ମିଳିଯିବ ଆଉ ଯେଉଁମାନେ ରହିଲେ ସେବକ ସେବିକା ପିଲାମାନଙ୍କର ଖାଲି ସେବକ ସେବିକା ସେମାନେ ଚାହୁଁଛନ୍ତି କେମିତି ଏଇ ପିଲାମାନେ ଟିଏଲଟିରେ ପାଇଯାଆନ୍ତୁ ଯଦ୍ୱାରା ସେବକ ସେବିକା ପୋଷ୍ଟଟା କିଛି ଖାଲି ହେବ ବଳକା ଦୁଇଟା ଯାକ ଆମର ସୂଚନା ଯୋଗ୍ୟ ହେଇପାରିବ କିଛି ଭୁଲ ଜିନିଷ ନାହିଁ ଆମର ମୋଟୋ ହେଉଛି ଅଧିକରୁ ଅଧିକ ପିଲା କେମିତି ଜବ୍ଟେ ପାଇବେ ତ ସେଇ ମୋଟୋ ଅନୁଯାୟୀ ଆମେ ଯଦି
ଆମର କହିବା ଯେ TLT ପିଲା ଯେଉଁମାନେ ବି ସ୍କିଲ୍ ଟେଷ୍ଟ କରିଛନ୍ତି ଆଉ ବହୁତ ଗୁଡ଼ିଏ ପିଲା ଆମ ପାଖରେ ରାୟଗଡ଼ା ତାପରେ ରହିଲା ନବରଙ୍ଗପୁର କୋରାପୁଟ ଆଉ ମାଲକାନଗିରି ଏ ପ୍ରାୟ ଡିଷ୍ଟ୍ରିକ୍ଟ ଯାକର ଆମ ପାଖରେ ଡାଟା ଅଛି କିନ୍ତୁ ଯାହାକି ଆମର ରହିଲା କୋଷ୍ଟାଲ ବେଲ୍ଟ ଏରିଆ ଯଦି ଆମେ କହିବା ପଶ୍ଚିମ ଓଡ଼ିଶା ଦକ୍ଷିଣ ଓଡ଼ିଶା ଯାହାକି ରହିଲା ପୂର୍ବ ଓଡ଼ିଶା ଏସବୁ ଜିନିଷର ଡାଟା ଯଦି ଆମକୁ କହିବାକୁ ଗଲେ ହୋଲ୍ ଓଡ଼ିଶାର ହିଁ କହିବାକୁ ଗଲେ ଆମକୁ ଯଦି ଡାଟା ତମାନେ ଦେଇପାରିବ ଯେ କେତିକି ପିଲା କେଉଁ ଲାଙ୍ଗୁଏଜରେ କେଉଁଠି ସିଲେକ୍ଟ ହେଇଛନ୍ତି ଆଉ କେତେ ସ୍କୋର ରଖିଛନ୍ତି କେଉଁ ଡିଷ୍ଟ୍ରିକ୍ଟରୁ ବିଲଙ୍ଗସ୍ କରୁଛନ୍ତି ତ ଆମ ପାଇଁ ଗୋଟେ ପ୍ରେଡ଼ିକ୍ସନ୍ କରିବା ସହଜ ହେବ ଆଉ ଫାର୍ଷ୍ଟ ଜିନିଷ ହେଉଛି ଆମର ମୋଟୋ ହେଉଛି ସିମ୍ପଲ୍ ଆମ ମୋଟୋ ହେଉଛି ଯେହେତୁ ଓଡ଼ିଶା ଗଭର୍ଣ୍ଣମେଣ୍ଟରେ ବହୁତ ଦିନକୁ ଥରେ ପୋଷ୍ଟ ବାହାରେ ଗୋଟେ ପୋଷ୍ଟ ପାଇଁ 2.5 to 3 years ହେଇଯାଉଛି ସମସ୍ତଙ୍କୁ ଜଣା ତ ହୋପଫୁଲି କେମିତି ଅଧିକରୁ ଅଧିକ ପୋଷ୍ଟ ବାହାରିବ ଏଇଟା ହେଉଛି ଅଧିକରୁ ଅଧିକ ପୋଷ୍ଟ ଫିଲ୍ ହେବ ସେଇ ଜିନିଷ ହେଉଛି ଆମର ମୋଟୋ ତ ସେଇ ଜିନିଷକୁ ଉଦ୍ଦେଶ୍ୟରେ ରଖିକି ଆମେ ଏଇ ଜିନିଷକୁ ଫୋକସ୍ କରୁଛୁ ଆଉ ଯେଉଁମାନେ ମୁଁ ଆଉ ଥରେ ଭିଡ଼ିଓରେ କହିଦେଉଛି ଯେଉଁମାନେ ମଧ୍ୟ କଟ୍ ଅଫ୍ ଦେବାକୁ ନିଜେ କେତେ ସ୍କୋର ରଖିଛ କେଉଁ ଲାଙ୍ଗୁଏଜର ଅଛ କହିବାକୁ ଚାହୁଁନ କି ଦେଖେଇବାକୁ ଚାହୁଁନ ତ ସେଇ ଜିନିଷ ପାଇଁ ମୁଁ ଆଉ ଗୋଟେ ଜିନିଷ କହୁଛି ନା ସେମାନେ ଚାହିଁଲେ ଆମର ଗୋଟେ ଗ୍ରୁପ୍ ଅଛି ଟେଲିଗ୍ରାମରେ ଓଡ଼ିଶା ଟ୍ରାଇବାଲ ଲାଙ୍ଗୁଏଜ ଟିଚର ଆସ୍ପିରାଣ୍ଟ ଗ୍ରୁପ୍ସ ତ ଏଇ ଗ୍ରୁପ୍ରେ ସେମାନେ ଜଏନ୍ କରିପାରିବେ ଜଏନ୍ କରିକି ନିଜର ଡିଟେଲ୍ସ ଦେଇପାରିବେ ଆଉ ଗୋଟିଏ ଜିନିଷ ହେଉଛି ଆଉ ଯଦି ଯେଉଁମାନେ ଚାହୁଁଛନ୍ତି ଆମକୁ କମେଣ୍ଟ ସେକ୍ସନରେ ଜଣାନ୍ତୁ ଯେଉଁଦ୍ୱାରା ଆମେ କେଉଁ ଲାଙ୍ଗୁଏଜରେ କେତେ ଜଣ କ'ଣ ପ୍ରଫିସିଏନ୍ସି ଅଛି ଆମେ ସବୁ ଜିନିଷ ଜାଣିପାରିବା ତ ଆଜିର ଭିଡ଼ିଓରେ ଏତିକି ଥିଲା ଯାହାକି ପିଲାମାନଙ୍କ ଡିମାଣ୍ଡ ଥିଲା ସାର୍ ନା ଟ୍ରାଇବାଲ ଲାଙ୍ଗୁଏଜ ଟିଚର ଉପରେ କିଏ କଥା ହେଉନାହାନ୍ତି ଟ୍ରାଇବାଲ ଲାଙ୍ଗୁଏଜ ଟିଚର ଉପରେ କିଛିଟା ଭିଡ଼ିଓ ଆଣନ୍ତୁ ଯେଉଁଦ୍ୱାରା ଆମେ କନଫର୍ମ ହେଇପାରିବା ଯେ ଟ୍ରାଇବାଲ ଲାଙ୍ଗୁଏଜରେ କ'ଣ ଯିବ କଟ୍ ଅଫ୍ କେତିକି ରଖୁଛନ୍ତି ବହୁତ ପିଲା ୱାରିଡ୍ରେ ଅଛନ୍ତି କାହିଁକି ନା ସେବକ ସେବିକା ପିଲା ପାଇଁ ଆଟଲିଷ୍ଟ ନଟ୍ ଇଣ୍ଟରେଷ୍ଟେଡ୍ ଅପସନ୍ ଆସିଲା କିନ୍ତୁ TLT ପିଲା ପାଇଁ କିଛି ଆସିଲାନି ତ ସେଇ ଜିନିଷ ସବୁ ଫୋକସ୍ ଉପରେ ରଖିକି ଆମର କେମିତି ଅଧିକରୁ ଅଧିକ ପିଲା TLTରେ ସିଲେକ୍ଟ ହେବେ ସେବକ ସେବିକାରେ ସିଲେକ୍ଟ ହେବେ ଯେତିକି ବି ପୋଷ୍ଟ ଅଛି ଆମର କିଛି ବି ଭ୍ୟାକେଣ୍ଟ ନଯାଉ ସେଇ ମୋଟୋ ରଖିକି ଆମକୁ କାମ କରିବାକୁ ପଡ଼ିବ ଆମେ ଗ୍ରୁପକୁ ନ ଭାଙ୍ଗିକି ସେବକ ସେବିକା ଗ୍ରୁପ TLT ଗ୍ରୁପ୍ସ ଏମିତି ନ ଭାଙ୍ଗିକି ଆମେ କେମିତି ମୋଟୋ ଅନୁଯାୟୀ ଅଧିକ ପୋଷ୍ଟ ଫିଲ୍ ହେବ ସେଇ ଜିନିଷ ଉପରେ ଫୋକସ୍ ରଖିବା ଏଇଟା ମୋର ପ୍ରଥମରୁ ମୁଁ ଶେଷ ପର୍ଯ୍ୟନ୍ତ ସେଇ ଗୋଟିଏ କଥା କହୁଛି ତ ହୋପଫୁଲି ମୋତେ କମେଣ୍ଟ ସେକ୍ସନରେ ବହୁତ ଗୁଡ଼ିଏ କମେଣ୍ଟ ଆସିବ TLTର କେତେ କ'ଣ ରହିଲା କେତେ କ'ଣ କେଉଁ ଲାଙ୍ଗୁଏଜରେ କିଏ କେତେ ସ୍କୋର କରିଛ ସେଇ ଜିନିଷ ସବୁ ମୋତେ ଜଣେଇବ ଏଇଟା ମୋର ଆଶା ତ ଭିଡ଼ିଓକୁ ଲମ୍ବା ନ କରି ଏତିକି ରଖିବା ଆଜିର ଭିଡ଼ିଓ ଆଉ ନେକ୍ସଟ ଭିଡ଼ିଓରେ ମିଶିବା ଅନ୍ୟ ଏକ ବିଷୟରେ ତ ଆଜିର ଭିଡ଼ିଓକୁ ଏଇଠି ରଖୁଛୁ ପୁଣି ଥରେ ସମସ୍ତଙ୍କୁ ଜୟ ଜଗନ୍ନାଥ।